ବୃକ୍ଷରେ ଯେମିତି ପତ୍ର, ଫଳ, ଫୁଲ ଫଳିଥାଏ, ସେଭଳି ଜୀବନ ବୃକ୍ଷରେ ମଧ୍ୟ ଆମ ଜୀବନରେ ନୂଆ ନୂଆ ଜୀବ ଆସି ଆମ ସହିତ ଯୋଡ଼ି ହୋଇଥାନ୍ତି। ଯେମିତି ବୃକ୍ଷରେ ଗୋଟାଏ ପରେ ଗୋଟିଏ ପତ୍ର, ଫଳ, ଫୁଲ ଝଡ଼ିଯାଏ ସମୟ ଅନୁସାରେ, ସେହିପରି ଏହି ଜୀବନ ବୃକ୍ଷରେ ମଧ୍ୟ ସେହିଭଳି ଜୀବନ ଘଟିଥାଏ। ସେଥିପାଇଁ ସାଙ୍ଗମାନେ ଦୁଃଖ କରିବେ ନାହିଁ। ଏହା ସଂସାରର ନିୟମ। ଏହାକୁ ଆମକୁ ସାମ୍ନା କରିବାକୁ ପଡ଼ିଥାଏ। ଆଉ ବେଳେବେଳେ ଏଭଳି ବି ଘଟିଥାଏ, ପତ୍ର, ଫଳ, ଫୁଲ ଝଡ଼ିବା ପୂର୍ବରୁ ବୃକ୍ଷ ବି ମରିଯାଇଥାଏ। ଇଏ ବି ମଧ୍ୟ ଆମ ସହିତ ଘଟିପାରେ। ସେଥିପାଇଁ ସଦାସର୍ବଦା ମନକୁ ସେଇଭଳି ଭାବରେ ବୁଝେଇ ଦେଇଥିବ ଯେ ସଂସାରରେ ସବୁ କିଛି ସମ୍ଭବ। ଆମେ ଥିବା ତ ସାମ୍ନାବାଲା ନଥାଇପାରେ, ସାମ୍ନାବାଲା ଥିବେ ଆମେ ବି ନଥାଇପାରେ। କ'ଣ କହୁଛି? ଠିକ୍ କହୁଛି ତ?